ଯେ ଆମ ଗାଁରେ ମାଙ୍କଡ଼ ଦେଖି ମୁଁ ଡରିଗଲି। ସିଏ ପୁରା ପାଖରେ ଠିଆ ହେଇଥିଲା। ସାଙ୍ଗମାନେ ମୁଁ ଗୋଟେ ସୁନ୍ଦର ମିନି ବ୍ଲଗକୁ ସ୍ୱାଗତ କରୁଛି। ଆଜି କ'ଣ ହେଲା ନା ଆଜି ଆମ ଗାଁକୁ ମେଞ୍ଚେ ମାଙ୍କଡ଼ ଆସିଥିଲେ। କାହିଁକି ଡରିଗଲେ ଭିଡ଼ିଓଟି ପୁରା ଦେଖିଲେ ଜାଣିପାରିବେ। ସକାଳୁ ସକାଳୁ ଉଠି ମୁଁ ବାସନକୁସନ ଧୋଇ ଦେଇଥିଲି, ପାଣି ସବୁ ରଖିଦେଇ ଗାଧୋଇ ପାଧୋଇ ଆସିଥିଲି। ଏବେ ଗାଧୋଇଲା ପରେ ହିଁ ଟିକେ ଫ୍ରେଶ୍ ଲାଗୁଛି, ତାପରେ ଯାହାକୁ ତାହା। କିନ୍ତୁ ଗାଧୋଇ ସାରିଲା ପରେ ହିଁ ଭଲ ଲାଗୁଛି। ତାପରେ ଏବେ ଔଷଧ ଧରିକି ବସି ଯାଇଥିଲି ପିଲା ଲାଗି। ଏକାଥରେ 6ଟା ଔଷଧ। ପିଲାଟାକୁ ଔଷଧ ଦେଇକା ସିଏ ତ ଖାଇବା ପାଇଁ ବାହାରୁନି, ଜବରଦସ୍ତି ଖାଇବା ପାଇଁ ପଡ଼ୁଛି। ତାପରେ ସକାଳୁ ଭାତ ବସାଇ ଦେଇ ତାପରେ ମୁଁ ଚାଉଳ ଧୋଇ ଆଣିଥିଲି। ତାପରେ ଶାଗ ସବୁ ବାଛି ଦେଇଥିଲି, ହେଇଥିଲା ବୋଇତାଳୁ ଘାଣ୍ଟ ଆଉ ଏମିତି କିଛି ତରକାରୀ ଆଣିଦେଇ ତାପରେ ଛୁଆକୁ ଯାଇକି ORS ଗୋଟେ ଗୋଳେଇକି ପାଣି ଦେଇଥିଲି। ଜମାରୁ ବି ପିଇଲାନି। ତାପରେ ତାକୁ ଗାଧୋଇ ପାଧୋଇ ଆଣି ଆମେ ଖାଇଦେଲୁ ଦହି ପଖାଳ ବନେଇ। ଆଜି ଯେ ରେଟ୍ରେ ଖରା ପଡ଼ିଛି, ଦହି ପଖାଳ ହିଁ ଏବେ ଭଲ ଲାଗିବ। ତାପରେ ପିଲାକୁ ଦ୍ୱିପହର ଔଷଧ ଖୋଇ ଦେଇଥିଲି। ନାନା କରୁଥିଲା, ଜବରଦସ୍ତି ଖୋଇ ଦେଇଥିଲି। ଏ ଗରମ ଯୋଗୁରୁ ମୋ ଦେହ ବି ଖରାପ ଭଲ ନାହିଁ, ସେଥିପାଇଁ ଔଷଧ ମୁଁ ବି ଖାଇଦେଲି। ତାପରେ କିଛି ସମୟ ରେଷ୍ଟ କରି ତାପରେ ମୁଁ ଗଲି ଆମ ଘର ଛେଳିମାନଙ୍କୁ ବିଲକୁ ଛାଡ଼ିବା ପାଇଁ। ତାଙ୍କୁ ଛାଡ଼ିବା ପାଇଁ ଯାଇ ମୁଁ ଟିକେ ଆଗକୁ ଯାଇଛି ନା ନାଇଁ, ମାଙ୍କଡ଼କୁ କୁକୁର ସବୁ ଘେରି ହେଇଛନ୍ତି। ମୁଁ ତ ଦେଖି ଡରିଗଲି ପ୍ରବଳ। ଲୋକଙ୍କ ପାଖରୁ ଆମ୍ବ ଖାଇବାର ଦେଖି ମୁଁ ଦେଖିଲି ଏତେ ଦୁଷ୍ଟ ନୁହେଁ ମାଙ୍କଡ଼। ଗୋଟେ ମାଙ୍କଡ଼ ତ ପିଟି ଦିଅନ୍ତି। ଘରକୁ ଆସିଥିଲା ଦିଦି ପ୍ରକାର ମିଠା ଆମେ ସବୁ ଖାଇ ଦେଇଥିଲୁ। ପିଲାକୁ ଔଷଧ ଦେଇଦେଇ ପିଲା ବି ଆଉ ଔଷଧ ଖାଇବା ପାଇଁ ବାହାରୁନି। ଏଇ ମାଙ୍କଡ଼ମାନଙ୍କୁ ଜଙ୍ଗଲରେ ଭଲ ଖାଇବା ମିଳୁନି ବୋଲି ଗାଁ ଭିତରକୁ ପଶି ଆସୁଛନ୍ତି। ଏମାନଙ୍କୁ ମାରିଲେ ସିଏ ନିହାତି କ୍ଷତି ପହଞ୍ଚେଇବେ, ସେଥିପାଇଁ ନ ମାରି ସେମାନଙ୍କୁ ଖାଇବା ପାଇଁ ଦେଇଦେବେ। କାହା ଏମିତି ଗାଁରେ ମାଙ୍କଡ଼ ପଶି ପ୍ରୋବ୍ଲେମ୍ କରୁଛନ୍ତି, କମେଣ୍ଟରେ ଜଣାଇବେ। ଲାଇକ୍, ସେୟାର, ଫଲୋ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଦେଖା ହେବ ନେକ୍ସଟ ଭିଡ଼ିଓ। ଜୟ ଜଗନ୍ନାଥ।